ମୟି ସର୍ବାଣୀ କର୍ମାଣୀ ସଂନ୍ୟସ୍ୟ ଆଧ୍ୟାତ୍ମ ଚେତସା ନିରାଶେ ନିର୍ମିମୋ ଭୂତ୍ୱା ଯୁଦ୍ଧସ୍ୟ ବିଗତ ଜ୍ୱର। ଅନ୍ତର୍ଯାମୀ ପରମାତ୍ମାଙ୍କଠାରେ ଲାଗି ରହିଥିବା ଚିତ୍ତ ଦ୍ୱାରା ସମସ୍ତ କର୍ମକୁ ମୋ ଠାରେ ଅର୍ପଣ କରି ଆଶା ରହିତ, ମମତା ରହିତ ଓ ସନ୍ତାପ ରହିତ ହୋଇ ଯୁଦ୍ଧ କର। ଏ କଥାର ଭାବ କ'ଣ? ଏହାଦ୍ୱାରା ଭଗବାନ କହୁଛନ୍ତି ଯେ ଭଗବାନଙ୍କୁ ସର୍ବଶକ୍ତିମାନ, ସର୍ବାଧାର, ସର୍ବବ୍ୟାପୀ, ସର୍ବଜ୍ଞ, ସର୍ବେଶ୍ୱର ତଥା ପରମ ପ୍ରାପ୍ୟ, ପରମ ଗତି, ପରମ ହିତୈଷୀ, ପରମ ପ୍ରିୟ, ପରମ ସୁହୃଦ ଓ ପରମ ଦୟାଳୁ ବୋଲି ବୁଝି ନିଜର ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀର ତଥା ତାହା ଦ୍ୱାରା କରାଯାଉଥିବା ସମସ୍ତ କର୍ମ ଓ ଜଗତର ସମସ୍ତ ପଦାର୍ଥ ଭଗବାନଙ୍କର ହିଁ ଜାଣି ସେସବୁରେ ମମତ୍ୱ, ଆସକ୍ତି ସର୍ବଥା ତ୍ୟାଗ କରିଦେବା ତଥା ମୋର କିଛି କରିବାର ଶକ୍ତି ନାହିଁ, ଭଗବାନ ସବୁ ପ୍ରକାର ଶକ୍ତି ପ୍ରଦାନ କରି ମୋ ଦ୍ୱାରା ନିଜର ଇଚ୍ଛା ଅନୁସାରେ ଯଥାଯୋଗ୍ୟ ସମସ୍ତ କର୍ମ କରାଉଛନ୍ତି, ମୁଁ ତ କେବଳ ନିମିତ୍ତ ମାତ୍ର, ଏପରି ଭାବରେ ନିଜକୁ ସର୍ବଦା ଭଗବାନଙ୍କର ଅଧୀନ ବୋଲି ବୁଝିବା। ଭଗବାନଙ୍କ ଆଜ୍ଞା ଅନୁସାରେ ତାଙ୍କ ପାଇଁ ତାଙ୍କରି ପ୍ରେରଣାରେ ସେ ଯେପରି କରାଉଛନ୍ତି ସେପରି ସକଳ କର୍ମ କାଠ କଣ୍ଢେଇ ପରି କରିବା। ସେହି କର୍ମରେ ବା ତାର ଫଳରେ କୌଣସି ପ୍ରକାର ନିଜର ମାନସିକ ସମ୍ବନ୍ଧ ନ ରଖିବା, ସବୁକିଛି ଭଗବାନଙ୍କର ବୋଲି ବୁଝିବା। ଏସବୁ ହିଁ ଆଧ୍ୟାତ୍ମ ଚିତ୍ତ ଦ୍ୱାରା ସମସ୍ତ କର୍ମ ଭଗବାନଙ୍କୁ ସମର୍ପଣ କରିଦେବା। ଭଗବାନଙ୍କଠାରେ ଆଧ୍ୟାତ୍ମ ଚିତ୍ତ ଦ୍ୱାରା ସମସ୍ତ କର୍ମ ସମର୍ପଣ କରିଦେବା ପରେ ଆଶା, ମମତ୍ୱ ଓ ସନ୍ତାପ ରହେ ନାହିଁ। ଏହି ଭାବ ସ୍ପଷ୍ଟ କରିବାକୁ ଏଠାରେ ଭଗବାନ ଅର୍ଜୁନଙ୍କୁ ଆଶା, ମମତ୍ୱ ଓ ସନ୍ତାପ ରହିତ ହୋଇ ଯୁଦ୍ଧ କରିବାକୁ କହୁଛନ୍ତି। ଭଗବାନଙ୍କ ଅଭିପ୍ରାୟ ହେଉଛି ତୁମେ ସମସ୍ତ କର୍ମର ଭାର ମୋ ଉପରେ ଛାଡ଼ି ଦେଇ ସବୁ ପ୍ରକାର ଆଶା, ମମତା, ରାଗ, ଦ୍ୱେଷ ଓ ହର୍ଷ, ଶୋକ ଆଦି ବିକାରରୁ ରହିତ ହୋଇଯାଇ ଏବଂ ଏପରି ହୋଇ ମୋର ଆଜ୍ଞା ଅନୁସାରେ ଯୁଦ୍ଧ କର। ତେଣୁ ବୁଝିବା ଉଚିତ ଯେ କର୍ମ କରିବା ସମୟରେ ବା ତାହାର ଫଳ ଭୋଗ କରିବା ସମୟରେ ଯେ ପର୍ଯ୍ୟନ୍ତ ସାଧକଙ୍କର ସେହି କର୍ମରେ ବା ଭୋଗରେ ମମତ୍ୱ, ଆସକ୍ତି ବା କାମନା ରହିଛି ଅଥବା ତାଙ୍କର ଅନ୍ତଃକରଣରେ ରାଗ, ଦ୍ୱେଷ, ହର୍ଷ, ଶୋକ ଆଦି ବିକାର ରହିଛି, ସେ ପର୍ଯ୍ୟନ୍ତ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ସମର୍ପିତ ହୋଇନାହିଁ।